प्रिय श्रोता बंधु प्रभु श्रीख्रीष्टଙ୍କ महत् नामରେ ଆପଣଙ୍କୁ ଅଭିବାଦନ। ପବିତ୍ର ବାଇବଲର ଯୌନ ଲିଖିତ ସୁସମାଚାର 11 ଅଧ୍ୟାୟର 25 ପଦରେ ଆମେ ଏହିପରି ପାଠ କରୁ। ଯୀଶୁ ତାଙ୍କୁ କହିଲେ, ମୁଁ ପୁନରୁତ୍ଥାନ ଓ ଜୀବନ। ଯିଏ ମୋଠାରେ ବିଶ୍ୱାସ କରେ ସେ ଯଦ୍ୟପି ମରେ ତଥାପି ସେ ବଞ୍ଚିବ। ମନୁଷ୍ୟ ତ ଜନ୍ମରୁ ପାପୀ ଓ କର୍ମରେ ମହାପାପୀ ଅଟେ। ସେ ଈଶ୍ୱରଙ୍କ ସମ୍ମୁଖରେ ଦୋଷୀ ଅଟେ। ତାହା ନିମନ୍ତେ ଦଣ୍ଡ ସ୍ୱରୂପେ ଈଶ୍ୱର ନର୍କ ନିରୂପିତ କରିଅଛନ୍ତି। ମନୁଷ୍ୟ ଏହି ଦଣ୍ଡରୁ ଆପେ ମୁକ୍ତି ପାଇପାରେ ନାହିଁ। ଏଥିପାଇଁ ମୁକ୍ତିର ମାର୍ଗ ଈଶ୍ୱର ନିଜେ ପ୍ରସ୍ତୁତ କରିଅଛନ୍ତି, ଯାହା କ୍ରୁଶ ଉପରେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ବଳିଦାନ ଓ ପୁନରୁତ୍ଥାନ ଦ୍ୱାରା ହୋଇପାରିଅଛି। ଯେକୌଣସି ବ୍ୟକ୍ତି ତାହାଙ୍କଠାରେ ବିଶ୍ୱାସ କରି ଏହି ମୁକ୍ତି ବିନା ମୂଲ୍ୟରେ ପ୍ରାପ୍ତ ହୋଇପାରନ୍ତି। ଏହି ଜଗତ ନିମନ୍ତେ ଈଶ୍ୱରଙ୍କ ଏକ ଭାବି ଯୋଜନା ରହିଅଛି। ଏହି ଯୋଜନା ମଧ୍ୟରେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀକାରୀ ଲୋକମାନଙ୍କ ନିମନ୍ତେ ତାହାଙ୍କର ବିଶେଷ ଯୋଜନା ରହିଅଛି। ତେବେ ମୁକ୍ତିପ୍ରାପ୍ତ ଲୋକମାନଙ୍କ ମଧ୍ୟରେ ଦୁଇ ପ୍ରକାର ଲୋକ ଅଛନ୍ତି। ପ୍ରଥମତଃ ଯେଉଁମାନେ ମୃତ, ଦ୍ୱିତୀୟତଃ ଯେଉଁମାନେ ଜୀବିତ। ନିକଟ ଭବିଷ୍ୟତରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସକାରୀମାନଙ୍କୁ ସ୍ୱର୍ଗକୁ ନେବା ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ଆଗମନ କରିବେ। ତାହାଙ୍କ ଆଗମନରେ ବିଶ୍ୱାସକାରୀମାନେ ସ୍ୱର୍ଗୀୟ ଜୀବନ ପ୍ରାପ୍ତ ହେବେ। ଯେଉଁମାନେ ମୃତ ସେମାନେ ସେତେବେଳେ ପୁନର୍ଥିତ ହେବେ। ତେବେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସକାରୀମାନଙ୍କ ନିମନ୍ତେ ଏହା କେତେ ଯେ ସୌଭାଗ୍ୟର ବିଷୟ, ନୁହଁ କି? ଏହି ସୌଭାଗ୍ୟରେ ଆପଣ ମଧ୍ୟ ପ୍ରବେଶ କରିବାକୁ ଈଶ୍ୱର ଆପଣଙ୍କୁ ସାହାଯ୍ୟ କରନ୍ତୁ। ଧନ୍ୟବାଦ।